ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ଫୋମ୍ ଟ୍ୟୁଟୋରିଆଲ୍ସ ୟୁଟ୍ୟୁବ ଚ୍ୟାନେଲକୁ। ଆଜିର କ୍ଲାସରେ ଆମେ ଆଲୋଚନା କରିବା +3 ଚତୁର୍ଥ ସେମିଷ୍ଟାର କୋର୍ 10 ର ୟୁନିଟ୍ 2 ଉପରେ। ୟୁନିଟ୍ 1 ଆମେ ଆଲୋଚନା କରି ସାରିଛେ ଯେ ଫକୀରମୋହନ ସେନାପତିଙ୍କର ଲଛମ ଏବଂ ତା ସହିତ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ଆଜିର ମଣିଷ, ଯୋଉଟା କି ଆଜି ମୁଁ ଲାଷ୍ଟ ପାର୍ଟ ଅପଲୋଡ କରିଥିଲି। 5ଟା ପାର୍ଟରେ ଆମର ଆଜିର ମଣିଷ କମ୍ପ୍ଲିଟ୍ ହେଇଛି। ତ ୟୁନିଟ୍ 2 ରେ ରହିଛି ଦାଦି ବୁଢା, ସେ ଉପରେ ଆମେ ଆଲୋଚନା କରିବା। ଦାଦି ବୁଢା ଉପରେ ଜାଣିବା ପୂର୍ବରୁ ପ୍ରଥମେ ଆମକୁ ଔପନ୍ୟାସିକଙ୍କର ପରିଚୟ ଉପରେ ଜାଣିବାକୁ ପଡିବ। ଗୋପୀନାଥ ମହାନ୍ତି ବିଶେଷ କରି ପ୍ରସିଦ୍ଧି ଅର୍ଜନ କରିଛନ୍ତି ତାଙ୍କର ଆଦିବାସୀ ଭିତ୍ତିକ ଉପନ୍ୟାସ ପାଇଁ ଦାଦି ବୁଢା, ପରଜା, ଅମୃତର ସନ୍ତାନ, ଶିବ ଭାଇ, ଅପହଞ୍ଚ, ଏମିତି 5 ଆଦିବାସୀ ଭିତ୍ତିକ ଉପନ୍ୟାସ ରଚନା କରିଛନ୍ତି। ଏବଂ ସେଇ ଭିତରୁ ତାଙ୍କର ମାନେ ଗୋଟେ ପ୍ରକାର ଆମେ କହିବା ତାଙ୍କର ଗୋଟେ ଉନ୍ନତ ଉପନ୍ୟାସ ହେଉଛି ଦାଦି ବୁଢା, ଏବଂ ସେଇଟା ତାଙ୍କର ପ୍ରଥମ ଆଦିବାସୀ ଭିତ୍ତିକ ଉପନ୍ୟାସ। ସେ ଆଦିବାସୀ ମାନଙ୍କ ସହିତ ଯାଇଛନ୍ତି, ଆଦିବାସୀ ମାନଙ୍କ ପାଖକୁ ତାଙ୍କ ସହିତ ମିଶିଛନ୍ତି, ହସିଛନ୍ତି, ଖେଳିଛନ୍ତି, ଖାଇଛନ୍ତି, ରହିଛନ୍ତି ଏବଂ ତାଙ୍କ ଜୀବନକୁ ନେଇକି ସେ ରଚନା କରିଛନ୍ତି ତାଙ୍କର ଆଦିବାସୀ ଭିତ୍ତିକ ଉପନ୍ୟାସ। ତ ସେଇଥିପାଇଁ ପ୍ରଥମେ ଗୋପୀନାଥ ମହାନ୍ତିଙ୍କ ଉପରେ ଆଲୋଚନା କରିବା। ଗୋପୀନାଥ ମହାନ୍ତି ଜଣେ ମାତ୍ର ବ୍ୟକ୍ତି ଯିଏକି କେବଳ ଗୋଟେ ନିର୍ଦ୍ଦିଷ୍ଟ ରଚନା ପାଇଁ ଜ୍ଞାନପୀଠ ପୁରସ୍କାର ପାଇଛନ୍ତି। ତାଙ୍କର ମାଟିମଣ୍ଡଳ ଗୋଟେ ଉପନ୍ୟାସ, ସେଇ ମାଟିମଣ୍ଡଳ ପାଇଁ ସେ ଜ୍ଞାନପୀଠ ପୁରସ୍କାର ପାଇଛନ୍ତି। ତାଙ୍କ ବ୍ୟତୀତ ବାକି ଯେଉଁମାନେ ପାଇଲେ ସଚି ରାଉତରାୟ ହୁଅନ୍ତୁ କିମ୍ବା ସୀତାକାନ୍ତ ହୁଅନ୍ତୁ କିମ୍ବା ପ୍ରତିଭା ରାୟ ହୁଅନ୍ତୁ, ସେମାନେ ସାମଗ୍ରିକ କୃତି ପାଇଁ ପାଇଛନ୍ତି। କିନ୍ତୁ ଗୋପୀନାଥ ମହାନ୍ତି ଜଣେ ମାତ୍ର ବ୍ୟକ୍ତି ଯିଏକି ଗୋଟେ ଉପନ୍ୟାସ ପାଇଁ ଜ୍ଞାନପୀଠ ଭଳିଆ ସର୍ବୋଚ୍ଚ ସମ୍ମାନ ମାନେ ସର୍ବୋଚ୍ଚ ଶ୍ରେଷ୍ଠ ପୁରସ୍କାର ପ୍ରାପ୍ତ ହୋଇଛନ୍ତି। ଅମୃତର ସନ୍ତାନ ଭଳିଆ ଗୋଟେ ଆଦିବାସୀ ଭିତ୍ତିକ ଉପନ୍ୟାସ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଛନ୍ତି, ଯେଉଁଟାକି ଓଡ଼ିଆ ସାହିତ୍ୟର ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଅମୃତର ସନ୍ତାନ। ତ ଆମେ ତାଙ୍କ ଉପରେ ଆଲୋଚନା କରିବା। ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଉପନ୍ୟାସିକ ହେଉଛନ୍ତି ଗୋପୀନାଥ ମହାନ୍ତି। ପାଠକର ଦୁର୍ବଳ ଚେତନା ଭିତରୁ ନିଜ ପାଇଁ ସମ୍ମାନ ଓ ଗୌରବ ଅର୍ଜନ କରିପାରିଥିବା ଲେଖକ ହେଉଛନ୍ତି ଗୋପୀନାଥ ମହାନ୍ତି, ଯାହାଙ୍କ ସାହିତ୍ୟ ପାଠକ ମନରେ ଉତ୍ତେଜନା ସୃଷ୍ଟି କରେ, ଆଖିରେ ଲୁହ ଭର୍ତ୍ତି କରେ, ସବୁଜ ସ୍ପନ୍ଦନ ଖେଳାଇ ଦିଏ, ପ୍ରାଣ ଉଲ୍ଲସିତ କରିନିଏ। ସେହିପରି ଜଣେ ଲେଖକ ହେଉଛନ୍ତି ଗୋପୀନାଥ ମହାନ୍ତି। ଅନ୍ୟତମ ପ୍ରସିଦ୍ଧ ସାହିତ୍ୟିକ କାହ୍ନୁଚରଣ ମହାନ୍ତି ତାଙ୍କ ବଡ଼ ଭାଇ ଏବଂ ପ୍ରଥିତଯଶା ଗୁରୁପ୍ରସାଦ ମହାନ୍ତି ହେଉଛନ୍ତି ତାଙ୍କର ପୁତୁରା। ମାନେ ଏଇ ଜାଗାରେ କାହ୍ନୁଚରଣ ମହାନ୍ତିଙ୍କୁ ଆମେ ଦେଖିବା ତାଙ୍କର ବାଳିରାଜା, ପଳାତକ, ହାଅର୍ଣ୍ଣ, ଶାସ୍ତି ଯେଉଁ ଉପନ୍ୟାସ ରଚନା କରିଛନ୍ତି କାହ୍ନୁଚରଣ ମହାନ୍ତି, ସେ ହେଉଛନ୍ତି ତାଙ୍କର ବଡ଼ ଭାଇ। ଏବଂ ଯେଉଁ ଗୁରୁପ୍ରସାଦ ମହାନ୍ତି ମାନେ ଆମର ଯେଉଁ ନୂତନ କବିତା, ସମୁଦ୍ର ସ୍ନାନ, ଆଶ୍ଚର୍ଯ୍ୟ ବିଶାଳ କବିତା ସମଗ୍ର, ଏ ଯେଉଁ କବିତା ସଂକଳନ ରଚିତ ଗୁରୁପ୍ରସାଦ ତାଙ୍କର ପୁତୁରା ବୋଲିକି କୁହାଯାଇଛି। ତ ଗୋପୀନାଥ ମହାନ୍ତି କଟକ ଜିଲ୍ଲାର ନାଗବାଳି ଗାଁଠାରେ 1914 ମସିହା ଏପ୍ରିଲ 20 ତାରିଖରେ ଜନ୍ମଗ୍ରହଣ କରିଥିଲେ। 1991 ମସିହାରେ 77 ବର୍ଷ ବୟସ ବେଳକୁ ତାଙ୍କର ଦେହାନ୍ତ ହୋଇଥିଲା। ସୋନପୁର ସୁବର୍ଣ୍ଣପୁରରେ ମହାରାଜା ହାଇ ଇଂଲିଶ ସ୍କୁଲରେ 1923 ଷଷ୍ଠ ଶ୍ରେଣୀର ନାଁ ଲେଖା ପରେ ତାଙ୍କର ସ୍କୁଲ ଜୀବନର ଆରମ୍ଭ ହୋଇଥିଲା। ସେଇ ବର୍ଷ ଜୁଲାଇ 1 ବାପାଙ୍କ ମୃତ୍ୟୁ ହେବାରୁ ଗୋପୀନାଥ ବଡ଼ ଭାଇଙ୍କ ନିକଟରେ ପାଟନା ହାଇସ୍କୁଲ ଅଷ୍ଟମ ଶ୍ରେଣୀରେ ନାଁ ଲେଖାଇଥିଲେ। ପାଟନା ୟୁନିଭର୍ସିଟିରେ ମାଟ୍ରିକ ପ୍ରଥମ ସ୍ଥାନ ଅଧିକାର କରି 16 ବର୍ଷ ବେଳକୁ 1930ରେ ସେ ଓଡ଼ିଶା ଫେରିଥିଲେ। କଟକର ରେଭେନ୍ସା କଲେଜରେ ISC ପଢିଲା ବେଳେ ଲେଖାଲେଖିରେ ମନ ବଳେଇଥିଲେ ଗୋପୀନାଥ। ଏହି ସମୟରେ ଆର୍ତ୍ତପଲ୍ଲ ମହାନ୍ତିଙ୍କ ସଂସ୍ପର୍ଶରେ ଆସିବା ସହିତ ବିଭିନ୍ନ ସାହିତ୍ୟ ସାଧକ ଯେପରିକି ମାୟାଧର ମାନସିଂହ, ଗୋଦାବରୀ ମହାପାତ୍ର, କାଳିନ୍ଦୀ ପାଣିଗ୍ରାହୀ, ରଘୁନାଥ ପଟ୍ଟନାୟକ, ରାଧାମୋହନ ଗଡ଼ନାୟକ, ସଚି ରାଉତରାୟ ପ୍ରମୁଖଙ୍କ ସାହିତ୍ୟ ରଚନାର ଶୈଳୀ ଓ ତାତ୍ତ୍ୱିକ ବିଚାର ଦ୍ୱାରା ବହୁ ଭାବରେ ପ୍ରଭାବିତ ହୋଇଥିଲେ। 1932 ICSE ଦ୍ୱିତୀୟ ଶ୍ରେଣୀରେ ପାସ୍ କରି ଇଂରାଜୀ ଅନର୍ସ ନେଇ BA ପଢିଥିଲେ। 1934 ମସିହାରେ ଅନର୍ସ ସହ ଦ୍ୱିତୀୟ ଶ୍ରେଣୀରେ ସେ ପଞ୍ଚମ ସ୍ଥାନ ଅଧିକାର କରିଥିଲେ। ତାଙ୍କ ଜୀବନ ବାବଦରେ ଏଇଟା ବର୍ଣ୍ଣନା କରାଯାଇଛି। 1938ରେ ତାଙ୍କର ଜୀବନ ସୃଜନ ଆମେ ଦେଖିବା। ତାଙ୍କର ଜୀବନରେ 1938 ସେପ୍ଟେମ୍ବର 10 ତାରିଖରେ ଗୋପୀନାଥ କଟକର ସବ୍ ଡେପୁଟି ଚାକିରିରେ ଯୋଗ ଦେଇଥିଲେ। ପରେ ମାର୍ଚ୍ଚ 1940ରେ ତାଙ୍କର କୋରାପୁଟକୁ ବଦଳି ହୋଇଥିଲା ଦ୍ୱିତୀୟ ଶ୍ରେଣୀ ମାଜିଷ୍ଟ୍ରେଟ ଭାବରେ। ତାଙ୍କର ଜୀବନ କଥା କୁହାଯାଇଛି ଏବଂ ତାଙ୍କର ରଚନା ଗୁଡ଼ିକ ଆମେ ଦେଖିବା ଯେ ତାଙ୍କର ପ୍ରଥମ ଉପନ୍ୟାସ ହେଉଛି ତାଙ୍କର ମନଗୈରର ଚାଷ, ଜଣେ ଗୋଟେ ମନସ୍ତାତ୍ତ୍ୱିକ ଉପନ୍ୟାସ ଏବଂ ତାଙ୍କର ପ୍ରଥମ ଉପନ୍ୟାସ ହେଉଛି ମନଗୈରର ଚାଷ। ତାପରେ ସେ ଯେଉଁ ରଚନା କରିଛନ୍ତି ଦାଦି ବୁଢା, ପରଜା, ଅମୃତର ସନ୍ତାନ, ହେଲା, ଏଗୁଡ଼ାକ ତାଙ୍କର ଏଇ ଯେଉଁ ଶିବ ଭାଇ ରହିଲା, ଏଇ ଦାଦି ବୁଢା, ପରଜା, ଅମୃତର ସନ୍ତାନ 1, 2, 3, 4 ତାପରେ ସେ ଅପହଞ୍ଚ, এই 5টা ସେ ଆଦିବାସୀ ଭିତ୍ତିକ ଉପନ୍ୟାସ ରଚନା କরেন। ତା ସହିତ ବାକି ଗୁଡ଼ା ତାଙ୍କର ସହରୀ ଜୀବନ ନେଇକି ମଧ୍ୟ ରଚନା କରିଛନ୍ତି, ମନସ୍ତାତ୍ତ୍ୱିକ ରଚନା କରିଛନ୍ତି। ଏସବୁ ଦେଖିବାକୁ ଆମେ ପାଇବା ତାଙ୍କର ଉପନ୍ୟାସ ଗୁଡ଼ିକ ଦେଖିପାରିବ। ଏଥିରେ ଲେଖା ହେଇଛି ବହୁତ ଗୁଡ଼ାଏ ଉପନ୍ୟାସ, ଅପହଞ୍ଚ, ସ୍ୱପ୍ନମଟି, ଶରତଙ୍କୁ ଗଲି, ଦାନାପାଣି, ହରିଜନ, ଲୟବିଳ, ତନ୍ତ୍ରିକାର, ମାଟିମଟାଳ, ପାହାନ୍ତା, ଆକାଶ ସୁନ୍ଦରୀ, ଅନଳ ନଳ, ମନର ନିଆଁ, ବୁନ୍ଦେ ପାଣି, କିଛି କହିବାକୁ ଚାହେଁ, କାନ କାମା, ମାନେ ଏଇଟା ଜାନ କାମା, ମେରିଆ, ଭଲ ପାଇବାର ଶେଷ କଥା ଜଣେ ବର୍ତ୍ତମାନ ଦୁଷ୍ପ୍ରାପ୍ୟ, ଏମିତି ଅନେକ ଗୁଡ଼ିଏ ଉପନ୍ୟାସ ପାଖାପାଖି 24ଟା, ମାନେ ପାଖାପାଖି 23ଟା ଧରିନ, କାହିଁକିନା ଗୋଟେ ତାଙ୍କର ଦୁଷ୍ପ୍ରାପ୍ୟ, ତ ପାଖାପାଖି 22-23ଟା ଉପନ୍ୟାସ ସେ ରଚନା କରିଛନ୍ତି। ତ ତାଙ୍କର ଉପନ୍ୟାସ ଉପରେ ଆମେ ଆଲୋଚନା କରିବା ଦାଦି ବୁଢା ଉପରେ, ଯୋଉଟାକି ତାଙ୍କର ପ୍ରଥମ ଆଦିବାସୀ ଭିତ୍ତିକ ଉପନ୍ୟାସ ହେଉଛି
दादी बुढ़ा से उपन्यास रे से कौन वर्णना करिसेंती जे आदिवासी मनीषर जीवन यापन प्रणाली आदिवासी पारंपरिक प्रतिष्ठित धर्म धारणा वृक्ष पूजा और आदिवासी संस्कृति तथा सेमानंकर चलनी उपर प्राधान्य देइछंती। आदिवासी जीवन संस्कृति और आस्था को केन्द्र करी रचित आदिवासी धार्मिक आस्था आदिवासी जीवन रे देवतार भूमिका से समय जो आम मान बर्तमान जो गाँ मान जो आराध्य देवता बोली मैंने जो पूजा करते जो मान से समय प्राचीन समय कौन होता से समय गाँ मान आराध्य देवी माने तो ये समय कौन से आदिवासी मान जीवन में देवतार भूमिका से देवता को केते मानुले गाँव आराध्य देवता से जिन जगह वर्णना कराई आदिवासी धार्मिक आस्था सह तार प्रकृति प्रेम और सामूहिक जीवन दर्शन ए प्रतिफलित आदिवासी घनीभूत विश्वास होउची दादी बुढ़ा को केन्द्र करी गोटे आदिवासी पारिवारिक चित्र आम देखा पाइबा जो दादी बुढ़ा बोली आम आलोचना करुचा दादी बुढ़ा माने गोटे खजुरी गचर कथा वर्णना कराई जगह एवं से दादी बुढ़ा को केन्द्र करके गोटे आदिवासी पारिवारिक गोटे आदिवासी परिवार से मानकर देवता प्रति जो विश्वास से जिन को लेकिन दादी बुढ़ा उपन्यास परिकल्पित होइछि। ये जो दादी बुढ़ा आम देखा दादी बुढ़ा कौन जे आदिवासी संप्रदाय रे दादी बुढ़ा होउछि सेमानंकर से गाँव रे जो लुला गाँव कथा कहुई से लुला गाँव देवता होउछि किए से गाँव देवता होउछि दादी बुढ़ा जहाँ को लेकिन उपन्यास नामकरण होती समाज में जो जहाँ घटना घटी जाए से माने गाँव में भल है मंद है से किए दादी बुढ़ा जाए दायी से सृष्टिर सर्जना करे सृष्टि पालन करे पुणी सृष्टि को ध्वंस करे जो दादी बुढ़ा चरित्र आम देखुचा से कौन करे जे सृष्टि संहार करे माने सृष्टि को माने गाँ लोक मान विश्वास जे गाँ लोक मान भल खराब ये सब दिगरे कौन जे दादी बुढ़ा ही दायी बोलिकी दादी बुढ़ा को न मानिले ता प्रति अन्याय हेले से आदिवासी मान कोप करे किए दादी बुढ़ा मु दादी बुढ़ा मु समस्त को सर्जना करिछि मते तुम्हें मानुना हो सबु गाँव में दादी बुढ़ा पूजा तुम गाँव में नाही तुम्हें मत कुकुड़ा देल ना पारा देल ना छेली देल ना पानी देल ना भोक शोषर दरमरा हुई मु डुंगरे डुंगरे बुलु मरुची शेषे तागिद देली आउ 3 दिन अनेबी तापर खाइबी 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 माने गोटे लोक विश्वास कथा कहुई दादी बुढ़ा जगह अभिमान करुच्ची बोलिकी कहुच्छी से जिन आम देखा पाइबा जगह माने गोटे तुमको कहली कि दादी बुढ़ा मैंने गोटे खजुरी गच से खजुरी गचर जो पूजा कराए से खजुरी गच को से गाँव मैंने समस्ते मानुले प्रति से गाँव लोक मान विश्वास था कौन गाँव लुला गाँव दादी बुढ़ा को केन्द्र कर गोटे आदिवासी जीवन चित्र आदिवासी परिवार चित्र प्रदत्त कोरापुट घन अरण्य बेष्टित अंचल गोटे गाँ हूँ लुला ग्रामर केड़े केड़े सॉरी कड़े कड़े बही जाऊँगी मुरान नई बोली कहुई तो मुरान नई कौन लुला गाँ को देखिए बही जाऊला से पाखरे गोटे पहाड़ माने गोटे मुरान नई थिला मुरान नई पाखरे गोटे पहाड़ थिला एवं से पहाड़ निकट में लुला गाँ एवं से लुला गाँव मुख्य हूँ राम नायक बोली कहुई गाँ लुला गाँव मुख्य किए गाँव नायक राम गाँव नायक राम नायक है राम नायक गाँव मुखिया तार पुओ ठेंगा जानी दिशारी बुढ़ा तार पुरोहित सदृश से जंत्र मंत्र जाने ज्योतिष विद्या जाने से गाँ लोक मान पुओ बेल थाए लुला आदिवासी गाँव अन्यतम मुख्य चरित्र हूँ साम गुरुमाई से देवता पाख लोक तो ये जिन गुड़ा छाड़ पे जगह आम राम नायक कथा देखा पाइबा जे राम नायक से देवता मान केमी विश्वास करुच्ची से कथा आम देखा एवं ये गाँव जो देवता गाँव समस्ते मानते से भाव में ये लुला गाँव लोक मैंने समस्ते मानुले सहित मानुला राम नायक राम नायक मानुची कौन राम नायक पुओ हूँ ठेंगा जानी ठेंगा राम नायक मन भारी दम्भ राम अंत तार पुओ ठेंगा गाँव नायक हे से राम नायक थिला राम थिला तापर कौन ता पुओ गाँव नायक हे बापार प्रत्येक काम ताल देला परी पुओटीए से राम नायक मनरे भारी संतुष्ट संज हेले लुला गाँव धांगड़ा धांगड़ी माने हाथ धरा धरी हो नाचती से गाँव कौन से माने कोरापुट अध्युषित आदिवासी मान कथा जो कही से गाँव में कौन जो सन्ध्या हो गले से जो माने धांगड़ा धांगड़ी माने पुओ झील मैंने हाथ धरा धरी नाचती डुंगु डुंगु जंत्र धरी गीत बोलती
ଡୁଙ୍ଗୁ ଡୁଙ୍ଗୁ ବାଦ୍ୟଯନ୍ତ୍ରଟି ଲାଉରୁ ତିଆରି ବୋଲି ଗୋଟେ ଯନ୍ତ୍ର, ପୁରା ଡୁଙ୍ଗୁ ଡୁଙ୍ଗା ବୋଲି ତାକୁ କୁହାଯାଏ, ପୁରା ଲାଉରୁ ତିଆରି। ମାନେ ସନ୍ଧ୍ୟାରେ ସେମାନେ କଣ କରନ୍ତି, ସେ ଡୁଙ୍ଗୁ ଡୁଙ୍ଗୁ ଯନ୍ତ୍ର ଧରି ଗୀତ ଗାଆନ୍ତି। ସେଇ ସାହିରେ ହରିଜାନୀର ଝିଅ, ସେଇ ଜାଗାରେ ଥିଲା ଗୋଟେ ହରିଜାନୀ ବୋଲି, ତାର ଝିଅ ହଉଛି ଫାରିଆ ଦାନ। ଠେଙ୍ଗାର ଗୀତର ତାଳେ ତାଳେ ଆହୁରି ଗୀତ ଯୋଡ଼ି ଦିଏ ଫାରିଆ ଦାନ। ରାମ ନାୟକର ଇଚ୍ଛା ଥିଲା ଯେବେ ତା ପୁଅ, କିଏ ରାମ ନାୟକର ପୁଅ କିଏ, ଯେ ଠେଙ୍ଗା ପାଇଁ ସେ ଫାରିଆ ଦାନକୁ ବୋହୂ କରିବ ବୋଲିକି। ସେ ମଧ୍ୟ ଏ ନେଇ ଏଲିଆ ପ୍ରାଚୀନକୁ ପଚାରେ, ସେ ମଧ୍ୟ ସମ୍ମତି ଦିଏ। ଏଲିଆ ପ୍ରାଚୀନ ଜଣେ ବୁଢା ଲୋକ, ସେ ଖ୍ରୀଷ୍ଟିଆନ, ସେ ଭାରି ବୁଦ୍ଧିଆ। ଯିଏ ଏ ଜିନିଷ ରାମ ନାୟକ କଣ କରୁଛି, ତା ପୁଅ ଯୋଉ ଠେଙ୍ଗା ଜାନି ତା ପାଇଁ ସେ ଫାରିଆ ଦାନକୁ ବିବାହ କରିବ ବୋଲି ଭାବୁଛି। ଏବଂ ସେଇଥିପାଇଁ ସେ କଣ କରୁଛି, ଜଣକୁ ପଚାରିଛି ଏଲିଆ ପ୍ରାଚୀନ ବୋଲିକି। ସେ ଖ୍ରୀଷ୍ଟିଆନ, ସେ ଭାରି ବୁଦ୍ଧିଆ ଏବଂ ସେ ମଧ୍ୟ ସମ୍ମତି ଦେଇଛି। ସେ ଦେଶ ବିଦେଶ ଦେଖିଛି, ସାହେବଙ୍କୁ ଦେଖିଛି, କଥା ପଦେ ପଚାରିଲେ ଧୀର ହୋଇ ଶୁଣେ, ଭାବିଚିନ୍ତି ବାଟ ବତାଏ। ତେଣୁ ତାଠାରୁ ଆବଶ୍ୟକ ସମୟରେ ପରାମର୍ଶ ନିଏ ରାମ ନାୟକ। ତ ସେ ପରାମର୍ଶ ନେଇଛି ଫାରିଆ ଦାନକୁ ବୋହୂ କରିବ ବୋଲିକି। ତେଣୁ ଠେଙ୍ଗାର ବୋହୂ ପାଇଁ ନୂଆ ଘରଟିଏ ମଧ୍ୟ ତିଆରି କରିଛି ରାମ ନାୟକ, ଯେ ମୋ ପୁଅ ଅଛି, ମୋ ବୋହୂ ଅଛି, ମାନେ ତା ପୁଅକୁ ବାହା କରେଇବ। ସେଇଥିପାଇଁ ସେ ଗୋଟେ ଘର ମଧ୍ୟ ତିଆରି କରିଛି। ଠେଙ୍ଗା ଜାନି ଦିନେ ଜଙ୍ଗଲ ଭିତରେ ଓଲେଇ ବିରିଆ ଡମର ଝିଅ ସନ୍ତୋଷୀ କୁମାରୀକୁ ଦେଖିଛି। ଯେ ଏ ଜାଗାରେ ଏ ଯୋଉ ମାନେ ଗାଁର କଥା ବର୍ଣ୍ଣନା କରାଯାଇଛି, କୋଉ ଗାଁର, ମୁରାନ ନଈ କୂଳରେ ଥିବା ଲୁଲା ଗାଁର କଥା। ଲୁଲା ଗାଁରେ ସବୁଠୁ ଆରାଧ୍ୟ ଦେବତା ହେଉଥିଲେ ସେ ଦାଦି ବୁଢା ବୋଲିକି, ଯୋଉ ଜାଗାରେ କି ଖଜୁରୀ ଗଛକୁ ଆମେ କହିଥିଲେ, ଖଜୁରୀ ଗଛକୁ ଦାଦି ବୁଢା ବୋଲି ବର୍ଣ୍ଣନା କରାଯାଇଛି। ଏବଂ ଗାଁ ଲୋକମାନଙ୍କର ବିଶ୍ୱାସ ଯେ ଯାହା ବି କରେ ସବୁ ଦାଦି ବୁଢା ବିନା କୌଣସି ଜିନିଷ ହେଇପାରିବ ନାହିଁ। ଏବଂ ସେ ଜାଗାରେ ସେ ଯୋଉ ଦାଦି ବୁଢାକୁ ଯୋଉ ଗାଁର ରାମ ନାୟକ ଥିଲା, ସେ ଡୁମାରେ ବିଶ୍ୱାସ କରେ। ଦିଶାରୀ ଗୁରୁ ମାଇଙ୍କ କଥାକୁ ସେ ଅକ୍ଷରେ ଅକ୍ଷରେ ଗ୍ରହଣ କରିନିଏ। ବଣରେ ନିଆଁ ଲାଗିଲେ କହେ ଯେ ଡୁମା ଲଗେଇଛି। ଗାଁ ଲୋକ ହେଲେ ପରଜାର ବିଶ୍ୱାସ, ମାନେ ଏ ଯୋଉ ଆଦିବାସୀ ସମ୍ପ୍ରଦାୟ ଯୋଉ ପରଜାର କଥା ବର୍ଣ୍ଣନା କରାଯାଇଛି, ଯାହା କିଛି ହେଲେ ସବୁ କିଛି ପାଇଁ ଦାଦି ବୁଢା ଦାୟୀ। ସମାଜରେ ଯାହା ଘଟି ଯାଉଛି ସବୁ ସେଇ ଦାଦି ବୁଢା। ସେ ରାତି କରିଛି, ଦିନ କରିଛି, ତରା କରିଛି, ପାହାଡ ଜଙ୍ଗଲ ସବୁ କରିଛି। ସେ ନିଆଁ ଲଗାଏ, ପୁଣି କଣ କରେ, ଯେ ତାକୁ ବର୍ଷା କରିକି ସେ ନିଆଁକୁ ଲିଭାଏ ମଧ୍ୟ। ତ ସେ ଗାଁର ପ୍ରତ୍ୟେକ ଲୋକ, ଲୁଲା ଗାଁର ପରଜା ସମ୍ପ୍ରଦାୟ ମାନଙ୍କର ଲୋକମାନଙ୍କର ଦାଦି ବୁଢା ପ୍ରତି ଯୋଉ ଥିବା ବିଶ୍ୱାସ କଥା ଏ ଜାଗାରେ କୁହାଯାଇଛି। ଏବଂ ତା ସହିତ ଗୋଟେ ପରିବାର, ରାମ ନାୟକର ପରିବାର ପ୍ରସଙ୍ଗ ଏ ଜାଗାରେ ବର୍ଣ୍ଣନା କରାଯାଇଛି। ତ ରାମ ନାୟକ ଯୋଉ ତା ପୁଅ ଥିଲା ଠେଙ୍ଗା ଜାନି, ତ ଠେଙ୍ଗା ଜାନି ପାଇଁ କଣ କରିଥିଲା, ଯେ ରାମ ନାୟକ ଫାରିଆ ଦାନକୁ ବୋହୂ କରିବ ବୋଲି ଭାବୁଥିଲା। ତା ପାଇଁ ଗୋଟେ ଘର ମଧ୍ୟ ତିଆରି କରିଥିଲା ଏବଂ ମନେ ମନେ ତାକୁ ସେ ବୋହୂ ରୂପରେ ବରଣ ମଧ୍ୟ କରିନେଇଥିଲା। କିଏ, ଯେ ରାମ ନାୟକ। କିନ୍ତୁ ଅନ୍ୟପଟେ ତା ପୁଅ ଯୋଉ ଠେଙ୍ଗା ଜାନି, ସେ କଣ ହେଇଛି, ଜଙ୍ଗଲ ଭିତରେ ଓଲେଇବିରିଆର ଡମ ଜାତି ତାର ଝିଅ ସନ୍ତୋଷ କୁମାରୀକୁ ଦେଖିଛି। ସେଇ ଦିନୁ ସନ୍ତୋଷ କୁମାରୀକୁ ଯେତେବେଳେ ବି ଦେଖେ ଠେଙ୍ଗାକୁ ନୂଆ ଲାଗେ, ଦେଖିଲେ ତାର ଛାତି ଦମ ଦମ ପଡେ, ଭୁଲି ହୁଏ ନାହିଁ। କିନ୍ତୁ ସେ ତାର ବାପାର ଆଦର୍ଶ ପୁଅ, ଲଜ୍ଜାଶୀଳ ଓ ସରଳ ସ୍ୱଭାବର ତଥା ଆଜ୍ଞାକାରୀ ହେତୁ ବାପାକୁ ମନ କଥା ଖୋଲି ସ୍ପଷ୍ଟ ଭାବରେ କିଛି କହିପାରେ ନାହିଁ। ସେ ବାପାର ଗୋଟେ ମାତ୍ର ମାନେ ପୁଅ, କିନ୍ତୁ ବାପାକୁ ସେ ଜିନିଷ କହିପାରେନି। ଗୋଟେ ପଟେ ରାମ ନାୟକ ତା ପୁଅ ପାଇଁ ଅନ୍ୟ ଝିଅକୁ ଦେଖିଛି, କିନ୍ତୁ ଏପଟେ ଠେଙ୍ଗା ଜାନି ଚାହୁଁଛି ଯେ ଅନ୍ୟ ଜଣକୁ ବିବାହ କରିବ ବୋଲି। କାହାକୁ, ସନ୍ତୋଷ କୁମାରୀକୁ। କିନ୍ତୁ ତା ବାପାକୁ ସେ କିଛି କହିପାରେ ନାହିଁ। ସେମାନଙ୍କ ପ୍ରେମରେ ହୁଏତ ସେମାନଙ୍କର ଜାତି ବାଧା ସୃଷ୍ଟି କରିପାରେ। ସନ୍ତୋଷ କୁମାରୀ ଡମ ଏବଂ ସେ ଜାନି, ତେଣୁ ବାପା ମା ରାଜି ହେବେ ନାହିଁ, এই ভୟରେ ସେ କହିପାରେ ନାହିଁ। କିନ୍ତୁ ସନ୍ତୋଷ କୁମାରୀ ଆଖିରେ ଲୁହ ମଧ୍ୟ ଦେଖିପାରେନି। ଯେତେବେଳେ ସନ୍ତୋଷ କୁମାରୀ କାନ୍ଦେ ସେଇ ସମୟରେ ଠେଙ୍ଗା ଜାନି ଦେଖିପାରେନି। ଗୋଟେ ପଟେ ସନ୍ତୋଷ କୁମାରୀକୁ ସେ ଭଲ ପାଇଛି, ତାକୁ ଦେଖିକି ତା ଆଖିରେ ଲୁହକୁ ବି ସହ୍ୟ କରିପାରେନି। ଅନ୍ୟ ପଟରେ ନିଜେ ସନ୍ତୋଷ କୁମାରୀକୁ ବିବାହ କରିବ ବୋଲି ନିଜ ବାପା ଆଗରେ କହି ମଧ୍ୟ ପାରେ ନାହିଁ। ସନ୍ତୋଷ କୁମାରୀର ତନୁ ଲାବଣ୍ୟରେ ସେ ମୁଗ୍ଧ ହୁଏ। ତେଣୁ ବିବାହର ଠିକ ପୂର୍ବ ରାତିରେ ସନ୍ତୋଷ କୁମାରୀକୁ ନେଇ ଠେଙ୍ଗା ଜାନି କୋରାପୁଟ ଚାଲି ଯାଇଛି ଏବଂ ସେଠାରୁ ସେମାନେ ଆସାମ ପଳେଇଛନ୍ତି। ଯେ ଏଇ ଜାଗାରେ ଦେଖ, ଯେ ରାମ ନାୟକ ଯିଏକି ଡୁମାକେ ବିଶ୍ୱାସ କରୁଥିଲା, ଗାଁରେ ଦେବତା ମାନେ ଅଛନ୍ତି, ଆମର ସମସ୍ତଙ୍କର ମଙ୍ଗଳ କରିବେ, କାହାର କିଛି ଅନିଷ୍ଟ କରିବେନି, ଏଇ ଯୋଉ ବିଶ୍ୱାସ କରୁଥିଲା, ତା ପୁଅ ପାଇଁ ସେ ଗୋଟେ ଝିଅ ଠିକ କରିଛି। କିନ୍ତୁ ତା ପୁଅ ସେ ଝିଅକୁ ବିବାହ ନ କରିକି, ତାକୁ ନ କହିକି କଣ କରିଛି, ଗୋଟେ ଡମ ଝିଅ ସନ୍ତୋଷ କୁମାରୀକୁ ଧରିକି ଠେଙ୍ଗା ଜାନି ଘର ଛାଡିକି ପଳେଇଛି। ତାପରେ ଠେଙ୍ଗା ଜାନି ଗଲା ପରେ ଠେଙ୍ଗାର ମା ଆଉ ଠେଙ୍ଗାର ବାପାର ଜୀବନ ସେଇଠି ଅଟକି ଯାଇଛି। ଅଖିଆ ଅପିଆ ପଥର ପରି ବସି ରହିଛନ୍ତି। ବହୁତ ବାଧିଛି ରାମ ନାୟକକୁ, ଯେତେବେଳେ ତା ପୁଅ ଅନ୍ୟ ଗୋଟେ ଝିଅକୁ ଧରିକି ପଳେଇଛି। ସେମାନେ ଅଖିଆ ପିକି ନ ଖାଇ ନ ପିଇକି କେମିତି ବାପା ମାର ମନ ବୁଝିବ କି ନିଜ ପୁଅ ଯଦି ପଳେଇଛି? କାହିଁକିନା ପୁଅ ଝିଅ ସିନା ବାପା ମାଙ୍କ କଥା ଶୁଣନ୍ତିନି,
କିନ୍ତୁ ଯେତେବେଳେ ପଳେଇ ଯାଆନ୍ତି ବାପା ମା ମାନେ ଭାବି ଦେଖ ଏତେ ଛୋଟ ଦିନରେ ତାଙ୍କୁ ପାଳନ କରିଦେବେ କିନ୍ତୁ ଯେମିତି ଲାଗୁଥିବ ତାଙ୍କୁ। ତ ଯେତେବେଳେ ବି ଠେଙ୍ଗା ଜାନି ପଳେଇ ଯାଇଛି ସେତେବେଳେ ଅଖିଆ ଅଖିଆ ପଥର ପରି ବସି ରହିଛନ୍ତି ବାପା ମା। ଯେଉଁଠି ସକାଳ ସେଇଠି ସେଇ ବସିବା ଅବସ୍ଥାରେ ସଞ୍ଜ ହୁଏ, ସମୟ ଧୀରେ ଧୀରେ ଗଡ଼ି ଚାଲେ, କୌଣସି ବି ଆଉ ମାନେ ବହୁତ ଦୁଃଖ ତାଙ୍କ ଜୀବନର କଥା। ଗାଁ ଲୋକ ମାନଙ୍କର ବୁଝାସୁଝା ଯୋଗୁଁ ଚଳପ୍ରଚଳ କରିବା ଆରମ୍ଭ କଲେ। କ୍ଷେତକୁ କାମ କରିବାକୁ ଗଲା ରାମ ନାୟକ, କିନ୍ତୁ ମାନେ ସେ ବିଶ୍ୱାସ କରିପାରୁନଥିଲା ତା ପୁଅ ପଳେଇଛି ବୋଲିକି। ଏବଂ ସେଇ ସମୟରେ କ'ଣ ହେଲା ଯେ ସେ ସମୟରେ ଛୋଟ ପଟ ହୁଏ, ଦାଦି ବୁଢ଼ା ପାଖରେ ଯାଇକି ନିଜର ଅଭିମାନ ବ୍ୟକ୍ତ କରେ। ସେ କହେ ତ ମନରେ ଏଇଆ ଥିଲା ଦାଦି ବୁଢ଼ା କି ଦୋଷ କରିଥିଲି ମୁଁ ତୋର, ମୋର ସର୍ବନାଶ କଲୁ। ଯଦି କହୁଛୁ ଠେଙ୍ଗାଟି ମୋର ଖରାପ ଟୁମା, ତାହେଲେ ଗୋଟେ ଭଲ ଟୁମା ପଠେଇଲୁ ନାହିଁ କାହିଁକି ଦାଦି ବୁଢ଼ା? ପାଲିଲି ବଢ଼େଇଲି ମୁଁ ଠେଙ୍ଗାକୁ ଏଡ଼ିଟେରୁ ଏଡ଼ିଟିଏ କଲି, ଶେଷରେ ମୋରି ପୁଅକୁ ମୋରି ମୁହଁରେ ଗୋଇଠା ମରେଇ ନେଇ ଦୂର ଦେଶକୁ ବିଦା କରିଦେଲୁ ଦାଦି ବୁଢ଼ା। ମୋର ଖାଇବା ହାତରେ ତୁ ଧୋଳି ଦେଲୁ, କ'ଣ କଲୁ ଦାଦି ବୁଢ଼ା? ତ ମୁଁ ଏତେ ବିଶ୍ୱାସ କରୁଥିଲି ଯଦି ଠେଙ୍ଗାଟା ମୋର ଖରାପ ପିଲା ତାହେଲେ ମୋତେ ଗୋଟେ ଭଲ ପିଲା ଦେଲୁନି ରେ ଦାଦି ବୁଢ଼ା। ସବୁ ତୋରି ଫଳ। କ'ଣ କଲୁ? ମୋ ପୁଅକୁ ମୋ ଠାରୁ ଦୂରେଇ ଦେଲୁ, ମୋ ଖାଇବା ପତ୍ରରେ ତୁ ଧୋଳି ଦେଲୁ। ଦାଦି ବୁଢ଼ା ନିକଟରେ ଏଇ ଅଭିମାନ କରିକି ପରମ ତୃପ୍ତି ପାଇଛି ରାମ ନାୟକ। ସେ ଗାଁର ଦେବୀଙ୍କୁ ବିଶ୍ୱାସ କରୁଥିଲା, ତାଙ୍କ ନିକଟରେ ଯାଇକି ଅଭିମାନ କରିଛି ଯେ ସବୁରି ମୂଳରେ ତୁ ସୃଷ୍ଟି, ତୁ ସଂହାର, ତୁ ସୃଷ୍ଟିକର୍ତ୍ତା, ତୁ ସଂହାର କଥା। ମୋ ପୁଅକୁ ତୁ କାହିଁକି ଏମିତି କଲୁ ବୋଲିକି ମାନେ ସେ ଜାଗାରେ ସେ ଅଭିମାନ କରିଛି। ଏବଂ ଏଇ ଅଭିମାନ ହିଁ ଏହାର ମୁଖ୍ୟ ବିଷୟ ହଉଛି ପରଜା ଜୀବନର ଚିତ୍ର, ଗୋଟେ ପରିବାର ଜୀବନର ଚିତ୍ର। ଏବଂ ଯେତେବେଳେ ଯାହା ବି ଘଟିଲା ସେ ସବୁ ପାଇଁ ଦାଦି ବୁଢ଼ା ଦାୟୀ। ତା ପୁଅ ପଳେଇଲା ସେଇଥିପାଇଁ ବି ଦାଦି ବୁଢ଼ା ଦାୟୀ ଯେ ଦାଦି ବୁଢ଼ାକୁ ଯାଇକି ଅଭିମାନ କରିକି ସେଇ ଆଦିବାସୀ ସରଳ ନିରୀହ ନିଷ୍କପଟ ଆଦିବାସୀ ଯାଇକି ଅଭିମାନ କରିକି କହୁଛି ରେ ଦାଦି ବୁଢ଼ା ତୁ କାହିଁକି ଏମିତି କଲୁ? ତୁ ମୋ ଖାଇବା ଭାତରେ ଧୋଲି ଦେଲୁ ରେ ଦାଦି ବୁଢ଼ା, ତୁ କାହିଁକି ଏମିତି କଲୁ? ଗୋଟେ ଆଦିବାସୀ ପରଜାର ଅଭିମାନ ଦାଦି ବୁଢ଼ା ପ୍ରତି। ସେଇ ପ୍ରସଙ୍ଗ ଏଇ ଜାଗାରେ ବର୍ଣ୍ଣନା କରାଯାଇଛି। ଦାଦି ବୁଢ଼ା ଉପନ୍ୟାସରେ ଚରିତ୍ର ମାନଙ୍କର ଅଥବା କାହାଣୀ ବିନ୍ୟାସର ସେ କୌଣସି ବିଶେଷତା ନାହିଁ, କିନ୍ତୁ ମୁଖ୍ୟତଃ ଏଥିରେ ଆଦିବାସୀ ଜୀବନର ସ୍ୱାଧୀନତା, ଶୈଶବ ଏବଂ ତାଙ୍କର ଚିତ୍ର ବର୍ଣ୍ଣନା କରାଯାଇଛି। ଦାଦି ବୁଢ଼ା ଏହି ଉପନ୍ୟାସର ନାୟକ ବୋଲି ଆମେ ତାକୁ କହିବା। ଏବଂ ତାର ସ୍ଥିତି ଲୁଲା ଗାଁର ଆଦିବାସୀ ମାନେ ଲୁଲା ଗାଁରେ ତାର ସ୍ଥିତି ଏବଂ ପ୍ରତ୍ୟେକଙ୍କ ହୃଦୟରେ ସେ ବିରାଜିତ। ସେ ଆଦିବାସୀ ମାନଙ୍କ ସକଳ କାର୍ଯ୍ୟକଳାପ ନିରବ ଦ୍ରଷ୍ଟା, ସେ ଦେବତା, ସେ ଅଦୃଶ୍ୟ, ତଥାପି ତାକୁ ଦୃଶ୍ୟମାନ କରାଯାଇଛି। ଆଦିବାସୀ ଜନତା ମାନେ ସେ ଦାଦି ବୁଢ଼ାକୁ କେହି ଦେଖିପାରନ୍ତିନି, କିନ୍ତୁ ସେମାନେ ସେଇ ଆଦିବାସୀ ଖଜୁରୀ ଗଛ ଉପରେ ସେ ଦାଦି ବୁଢ଼ା ଅବସ୍ଥାନ କରିଥିଲେ, ତାକୁ ଲୋକମାନେ ପୂଜା କରନ୍ତି। ଉପନ୍ୟାସ ଆରମ୍ଭ ହୋଇଛି ଗୋଟେ ଖଜୁରୀ ଗଛକୁ ଦେବତା ଦାଦି ବୁଢ଼ା ରୂପରେ, ଯେମିତି ତୁମକୁ ମୁଁ କହିଲି ଏ ଉପନ୍ୟାସର ଯେଉଁ ଆରମ୍ଭ ହେଇଛି, ଯେମିତିକି ଦାଦି ବୁଢ଼ାକୁ ସେ ଗାଁରେ ରଖାହେଇଛି। ଲୁଲା ଗାଁର ପାହାଡ଼ ଭିତରେ ଯେଉଁ ଦାଦି ବୁଢ଼ା, ତାକୁ ସେ ଜାଗାରେ ପୂଜା କରାହେଉଛି ଏବଂ ସେଇଭଳି ଭାବରେ ଉପନ୍ୟାସର ଆରମ୍ଭ ହେଇଛି। 150 ଗାଁର ଯେଉଁ ଲୁଲା ଗାଁର 150 ଲୋକଙ୍କ ହୃଦୟରେ ଖଜୁରୀ ଗଛରେ ଦାଦି ବୁଢ଼ାର ସ୍ଥାପନା ହେଇଛି। ସେ ହେଉଛି ପ୍ରତ୍ୟକ୍ଷ ଦେବତା, ପ୍ରତ୍ୟେକ ଜାଗାରେ ତାର ହାତ। ଧୀରେ ଧୀରେ ମାନେ ସେ ଦାଦି ବୁଢ଼ାର କଥାକୁ ନେଇକି ଉପନ୍ୟାସ ଆରମ୍ଭ ହେଇଛି। ଯେମିତିକି ତୁମକୁ ମୁଁ ଷ୍ଟାର୍ଟିଂରେ ତ ଷ୍ଟୋରି ସବୁ କହିଦେଲି, କିନ୍ତୁ ଏମିତି ଉପନ୍ୟାସ ଆରମ୍ଭ ହେଇଛି। ପରବର୍ତ୍ତୀ ସମୟରେ ଲୁଲା ଗାଁ ପାଇଁ ଅଶୁଭ ସମୟ ଆସିଛି। ଗାଁରେ ଗୋମଡକ ପଡ଼ିଛି, ବାଘ ମାତିଛି। ଧୀରେ ଧୀରେ ଗାଁର ଲୋକମାନେ ବାଘ ଗାଁର ଲୋକମାନଙ୍କୁ ମାରିକି ପଦା ପଳେଇଛି। ଶେଷରେ ଗୋରୁ ମାଇ ମୁହଁରେ ଦାଦି ବୁଢ଼ା ସମସ୍ତଙ୍କୁ ଗାଁ ଛାଡ଼ି ଚାଲିଯିବାକୁ କହିଛନ୍ତି। ସମସ୍ତେ ବାଧ୍ୟ ହୋଇଛନ୍ତି ଗାଁ ଛାଡ଼ିକି ଅନ୍ୟତ୍ର ଚାଲିଯିବାକୁ। ଦାଦି ବୁଢ଼ାର ଇଚ୍ଛାରେ ସମସ୍ତ ଆଦିବାସୀ ଭିଟାମାଟିର ମାୟା ମମତାକୁ ଠେଲି ଠେଲି ହସି ହସି ଚାଲି ଯାଇଛନ୍ତି ଏକ ନୂଆ ଗାଁ ବସାଇବା ପାଇଁ। ଆଦିବାସୀ ମନ ଭିତରେ ଆଦିମ ବିଶ୍ୱାସ ଭୂଇଁରେ ଦାଦି ବୁଢ଼ାର ଚେର ଏତେ ପଶିଥିଲା ଯେ ଏଲିଆ ପ୍ରାଚୀନ ପ୍ରଭୃତିଙ୍କୁ ପ୍ରତିରୋଧ ସତ୍ତ୍ୱେ ସମସ୍ତେ ଗାଁ ଛାଡ଼ି ଚାଲିଗଲେ। ଯେ ଏଲିଆ ପ୍ରାଚୀନ ଯିଏ ଖ୍ରୀଷ୍ଟିଆନ ଥିଲା, ସେ ମନା କରୁଥିଲା ଗାଁ ଛାଡ଼ି ଯିବା, କିନ୍ତୁ ସେ ସମସ୍ତେ ମାନେ ଭାବୁଥିଲେ ଯେ ସବୁ ଜିନିଷକୁ ଏଇ ଗ୍ରାସ କରିବାକୁ ବସିଲାଣି ବୋଲିକି, ସବୁ ସୁନସାନ ନିରବ ନିଶ୍ଚଳ ବୋଲିକି। ଖଜୁରୀ ଗଛର ଦାଦି ବୁଢ଼ା ଯାହାକୁ ଆଦିବାସୀ ଗଢ଼ିଥିଲେ, ଯାହାକୁ ସେମାନେ ଛାଡ଼ି ଚାଲିଗଲେ, ସେ ମଧ୍ୟ ଗୋଟେ ଶବ ପାଲଟିଗଲା ଏବଂ ତାର ଅମର ଆତ୍ମା ହୁଏତ ଜନ୍ମ ହେଲା ଆଉ କେଉଁ ଗାଁରେ ଏବଂ ଅନ୍ୟ ରୂପରେ। ଦାଦି ବୁଢ଼ା ଯେ ଜାଗାରେ ବର୍ଣ୍ଣନା କରାଯାଇଛି, ଗାଁରେ ପ୍ରତ୍ୟେକ ସୁଖ ଦୁଃଖଙ୍କର ସାଥୀ ଥିଲା ଦାଦି ବୁଢ଼ା। ଗାଁରେ ଯାହା ବି ହେଲେ ସବୁ ଜାଗାରେ ସେ ଥିଲା ଏବଂ ଗାଁରେ ଗୋମଡକ ପଡ଼ିଲା, ବାଘ ମାତିଲା, ଏସବୁ ପାଇଁ ଦାୟୀ ହେଉଛି ଦାଦି ବୁଢ଼ା। ସେଥିପାଇଁ ଗାଁର ଲୋକମାନଙ୍କୁ ମଧ୍ୟ ଗାଁ ଛାଡ଼ିକି ଚାଲିଯିବାକୁ ପଡ଼ିଲା। ପୂର୍ବରୁ ତା ପୁଅ ଚାଲି ଯାଇଥିଲା, କିନ୍ତୁ ଏମାନଙ୍କୁ ମଧ୍ୟ ପରେ କ'ଣ ଯେ ଗାଁ ଛାଡ଼ିକି ଚାଲିଯିବାକୁ ପଡ଼ିଲା। ଏଇଟା ହିଁ ହେଉଛି ଏହାର ବିଷୟବସ୍ତୁ। ଆଦିବାସୀ ମାନଙ୍କର ଦେବତାର କଥା କୁହାଯାଇଛି ଏ ଜାଗାରେ, ପିଲାମାନେ ଚାହିଁଲେ ଲେଖିପାରିବ।
कोरापुट अंतर्गत लोला गाँव आदिवासी मान प्रत्येक दादीबुढ़ार वर्णना जो जिनिस तुमको बुझेली केवल से जिन जगह वर्णना कर दादीबुढ़ा केमी सकल विश्वास कथा ही वर्णित जगह तुमको स्टार्टिंग रे मुझे जहाँ कहली सेटा ही हूँ दादीबुढ़ा विषय वस्तु ये तुम पढ़ी लिखिपार दादीबुढ़ा माने गोटे परिवार राम नायक परिवार कथा कहुई प्रत्येक गाँव में केमी विश्वास करते दादीबुढ़ा को किंतु ये पढ़े गला ये जो अभिमान करके कही से कथा वर्णना कराई गाँव में जहाँ असुविधा पड़े दादीबुढ़ा दायी बोलिक लास्ट से गाँटा खाली गाँव में गोमडक पड़ी गाँव में विभिन्न रोग गुड़ाक व्यापी से गाँ जाक खाली तो ये प्रसंग दादीबुढ़ा तो दादीबुढ़ा को मैंने ये जगह गोटे सरल जो नर्माली देखा गोटे आदिवासी एवं आदिवासी समाज कथा आदिवासी चाली चलन रीति नीति आचार व्यवहार परंपरा सब जिन सहित से आदिवासी मान जो विश्वास थिला से निरीह आदिवासी मान जो लोक माने जो गाँव आलादा देवंगुर जो विश्वास थिला जहाँ हेले भी से ही दायी बोलिकी से गाँव कथा से लोक मान कथा और से गाँव जो नायक थिला जो राम जो ता कथा और ता पुअर कथा ये जगह वर्णना करा तो ये दादीबुढ़ा विषय वस्तु आशा कर मत बुझीपार बोलिकी किसी बुझी न पारि मत कमेंट करके पचार मु आगामी पार्ट में तुमको से जिन गुड़िक बुझेदेवी यहाँ हूँ दादीबुढ़ा उपन्यास विषय वस्तु तुमको जो पचारे जे दादीबुढ़ा एक सफल आदिवासी भित्तिक उपन्यास रचना कर लिखो केमी आदिवासी मान जीवन को लेकिन रचना कराई केमी लोक मान विश्वास को लेकिन रचना कराई दादीबुढ़ा उपन्यास नामकरण सार्थकता प्रदान कर दादीबुढ़ा माने लोक मान विश्वास मन विश्वास दादीबुढ़ा बोलिकी से खजुरी गचर से देवी को जमीन आम पथर माने प्रत्येक गाँव में पथर मंदिर ये देवी थे बोलिकी पूजा करते भाव में आदिवासी मैंने खजुरी गज को दादीबुढ़ा बोलिक पूजा करते विश्वास प्रतीक बोलिकी तो नामकरण सार्थकता तुम माने प्रतिपादन कर जहाँ कि मुख्य केवल से दादीबुढ़ा चरित्र को लेकिन ही आम उपन्यासटा गति पड़े अन्य चरित्र गुड़ाक अच्छा कि दादीबुढ़ा मुख्य तो एमती तुम लिखिपार जो कौन जिन डाउट रही क्वेश्चन आस पे दादीबुढ़ा नामकरण सार्थकता प्रतिपादन कर कि दादीबुढ़ा एक सफल आदिवासी भित्तिक उपन्यास एमती यही टाइप क्वेश्चन ही देव या छड़ा अन्य किसी तुमको देव ना तुम यदि किसी डाउट अच्छे मतलब कमेंट करके पचारि पार ना डिस्क्रिप्शन में इंस्टाग्राम लिंक दे देती सोम मिश्र 00 मत मेसेज कर तुमने पचारि सोम मिश्र 00 है मत मेसेज कर तुमने पचारि पार भिडियो को पर्यटन देखी समस्त हृदय धन्यवाद जय जगन्नाथ जय मां फैमिली पुणी देखा आगामी भिडियो आलोचना करवा गल्प सेक्शन पर।